ତାଙ୍କର ସେଣ୍ଟିନାରୀ ବର୍ଷ ଚାଲିଛି ଏବଂ ତାଙ୍କରି ଜୀବନରେ ଯେତେ କାମ କରିଛନ୍ତି ବିଭିନ୍ନ ପଦପଦବୀରେ ରହିକି କେନ୍ଦ୍ରମନ୍ତ୍ରୀ ପାର୍ଟିରେ CWC ମେମ୍ବରଠୁ ନେଇକରି ଜେନେରାଲ ସେକ୍ରେଟାରୀ ନେଇକରି ରାଜ୍ୟପାଳଠୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ 3 ଥର ହେଇକରି ଓଡ଼ିଶା ପାଇଁ ବହୁତ ଗୁଡ଼ିଏ ସଂରଚନା କରିଛନ୍ତି। ପ୍ରତ୍ୟେକ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଓଡ଼ିଶାକୁ ବହୁତ କ୍ଷେତ୍ରରେ ଆଗେଇ ନେଇଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଇରିଗେସନ, ମାଇନର ଇରିଗେସନ, ମିଡିୟମ ଇରିଗେସନ ଗୁଡ଼ାକ ବହୁତ ତାଙ୍କ ସମୟରେ ଯୋଜନା ହେଇଥିଲା ଏବଂ ଏ ରାଜ୍ୟ ଯଦି ଆଜି ମୂଳଦୁଆ ଭଲ କରି ମଜବୁତ କେ କରିଛନ୍ତି ତାହେଲେ ଜାନକୀ ବାବୁଙ୍କର କଣ୍ଟ୍ରିବ୍ୟୁସନ ଭୁଲି ହେବ ଏବଂ କଂଗ୍ରେସ ପାର୍ଟିର ଗୋଟେ ଅନଡିସ୍ପ୍ୟୁଟେଡ୍ ଫିଗର, କଂଗ୍ରେସ ପାର୍ଟିର ଗୋଟେ ଦୃଢ଼ ସ୍ତମ୍ଭ ହିସାବରେ ସେ ଦୃଢ଼ ବ୍ୟକ୍ତିତ୍ୱ ହିସାବରେ ପ୍ରତ୍ୟେକ ଝାଡ଼ ଝଞ୍ଜା ଘାତ ପ୍ରତିଘାତ ଏବଂ ବାଦ ପ୍ରତିବାଦକୁ ଖାତିର ନକରି ସେ ହସ ହସ ମୁହଁରେ ସମସ୍ତ ଦଳର ନେତାଙ୍କୁ କ୍ୟାରିଅନ୍ କରି ବହୁତ ଧୈର୍ଯ୍ୟର ସହିତ ସେ ପାର୍ଟିକୁ ଆଗକୁ ନେଇ ଆସିଥିଲେ। ତାଙ୍କଠୁ ବହୁତ ଦିନ ଶିଖିବାର ବାକି ଅଛି ଏବଂ କଂଗ୍ରେସର ଯେଉଁ ପରମ୍ପରା ରହିଛି ଆମର ଭଲ ଶ୍ରଦ୍ଧାଞ୍ଜଳି ଗୋଟେ ଟ୍ରୁଥଫୁଲ୍ ଶ୍ରଦ୍ଧାଞ୍ଜଳି ଜାନକୀ ବାବୁଙ୍କର ଶ୍ରାଦ୍ଧ ଦିବସରେ ହେବ ରକ୍ତଦାନ ଶିବିର। ତେଣୁ କଂଗ୍ରେସ ଲୋକ ସ୍ୱାଧୀନତା ସଂଗ୍ରାମଠୁ ନେଇକରି ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଜୀ, ଶ୍ରୀଯୁକ୍ତ ରାଜୀବ ଗାନ୍ଧୀଜୀ ବହୁତ ଅବଦାନ କରିଛନ୍ତି ଏବଂ କଂଗ୍ରେସ ଲୋକ ସଦାବେଳେ ଦେଶ ପାଇଁ ଉତ୍ସର୍ଗିତ ହୋଇଛନ୍ତି। ତେଣୁ ତାଙ୍କରି ସ୍ମରଣରେ ଆଜି ଅନେକ ଥର କଂଗ୍ରେସ PCC କାର୍ଯ୍ୟାଳୟରେ ରକ୍ତଦାନ ଶିବିର ହୋଇଛି ଏବଂ ଆଜି ମଧ୍ୟ ରକ୍ତଦାନ ଶିବିର ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମ୍ମାନାର୍ଥେ ଆଜି କରାଯାଏ। ଯେତେବେଳେ ଗୋଟେ ଗୋଟେ କରି 5 ବର୍ଷର ଝିଅଠୁ ନେଇକରି ଛୋଟ ଛୁଆଠୁ ନେଇକରି ବଡ଼ ପର୍ଯ୍ୟନ୍ତ ଦର୍ଶିତା ହେଉଥିଲେ ସେତେବେଳେ ବିଜେପି କେତେ ନାରୀକୁ ଆଣିକରି ସମ୍ମାନ କରିଥିଲା। ନାରୀ ବିଧାନସଭା ଘେରାଉ କରାଯାଇଥିଲା, ଗୋଟେ ବିଧାୟକ କମିଟି ମଧ୍ୟ ବନେଇ ପାରିଲେ ନାହିଁ। କେତେ ନାରୀକୁ ଅସମ୍ମାନ କରିଛନ୍ତି ରାଜ୍ୟବାସୀ ଜାଣିଛନ୍ତି। ତେଣୁ ନାରୀକୁ ଯଦି ସମ୍ମାନ କରିକି ତମେ ରିଜର୍ଭେସନ ଦେବା ପାଇଁ ଚାହୁଁଛ 33%, ତ 2023ରେ ଯୋଉ ରିଜର୍ଭେସନ ବିଲ୍ ପାସ୍ ହେଲା ଯୋଉ ତାକୁ କାହିଁକି 2024 ନିର୍ବାଚନରେ ଲାଗୁ କଲେ ନାହିଁ, କାହିଁକି କଲେ ନାହିଁ? ଏବେ ତାଙ୍କର ଇଚ୍ଛା ଯଦି ମହିଳା ସଂରକ୍ଷଣ ଥିଲା ତାହେଲେ ଡିଲିମିଟେସନ ସହିତ କାହିଁକି ଯୋଡ଼ିଲେ, ଏଇଟା ବହୁତ ବଡ଼ ପ୍ରଶ୍ନ। ଡିଲିମିଟେସନ ସେଇଟା ଫେର ରାଜ୍ୟମାନଙ୍କର ଅଧିକାରକୁ, ଗଣତାନ୍ତ୍ରିକ ଅଧିକାରକୁ ସବୁଦିନ ପାଇଁ ନେଇଯାଇବା ପାଇଁ, ବିଶେଷ କରି ସାଉଥ ଇଣ୍ଡିଆ, ଓଡ଼ିଶା, ବଙ୍ଗାଲ ଏବଂ ନର୍ଥ ଇଷ୍ଟର୍ଣ୍ଣ ଷ୍ଟେଟ୍ ମାନଙ୍କର ସମ୍ପୂର୍ଣ୍ଣ ଡେମୋକ୍ରେଟିକ ରାଇଟକୁ ନେଇଯିବା ପାଇଁ ଯୋଉ ଷଡ଼ଯନ୍ତ୍ର କରିକିରି ମହିଳା ବିଲ୍ ସାଙ୍ଗେ ଯୋଡ଼ିଦେଲେ ମହିଳା ନାଁରେ ପାସ୍ ହେଇଯିବ ଏବଂ ପାସ୍ ନ ହେଲେ ଆମେ କଂଗ୍ରେସକୁ ବଦନାମ କରିବା, ଏଇଟା ତ ତାଙ୍କ ଉଦ୍ଦେଶ୍ୟ ଥିଲା। ପାସ୍ ତ କରି ଜାଣିଥିଲେ ଯେ ସମ୍ବିଧାନ ସଂଶୋଧନ ବିଲ୍ ହେଇପାରିବ ନାହିଁ, 2/3 ମେଜରିଟି ଜାଣିଥିଲେ, ଫିର କଲେ କାହିଁକି? ମହିଳା ନାଁରେ ପାର ହେଇଯିବ ଆଉ ବିଫଳ ହେଲେ ଆମେ କଂଗ୍ରେସକୁ ବଦନାମ କରିବା। ଆମେ ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ଜିଲ୍ଲାରେ ପ୍ରେସ୍ ସାମ୍ବାଦିକ ସମ୍ମିଳନୀ ହେଉଛି, ତାପରେ ବ୍ଲକ ମାନଙ୍କରେ ମଧ୍ୟ ଆଲୋଚନା ଚକ୍ର ହେବ ଏବଂ ର୍ୟାଲି ଆଦି ଜିନିଷ ଗ୍ରାସରୁଟ୍ ସ୍ତରରେ କରାଯାଏ। ଆମର ପଞ୍ଚାୟତ ସଭାପତି ସଂଗଠନ ଗୁଡ଼ାକ ନିର୍ମାଣ ହେଇସାରିଲାଣି। ଏ ମାସ ଶେଷ ସୁଦ୍ଧା ପଞ୍ଚାୟତ କମିଟି ଗୁଡ଼ାକ ହେଇଯିବ, ଜୋନ୍ କମିଟି ହେଇସାରିଲାଣି, ଜୋନ୍ କମିଟି ଜିଲ୍ଲା ପରିଷଦ ଜୋନ୍ କମିଟି ହେଇସାରିଲାଣି, ଯାହାକୁ କେନ୍ଦ୍ର କରି ଆମେ ବର୍ଷେ କାମ କରିବୁ ପଞ୍ଚାୟତ ନିର୍ବାଚନ ପାଇଁ। ଦେଖାଯାଉ ପଞ୍ଚାୟତ ନିର୍ବାଚନରେ ନିଶ୍ଚିତ ଭାବରେ କଂଗ୍ରେସ ବହୁତ ଭଲ କରିବ।